and welcome to our YouTube channel Easy Learning। ଆମେ ପଢ଼ୁଥିଲେ ଷଷ୍ଠ ଶ୍ରେଣୀର ଗଣିତ ଦ୍ୱିତୀୟ ଅଧ୍ୟାୟ 2.1 ଅଭ୍ୟାସ କାର୍ଯ୍ୟଟି ସରିଯାଇଥିଲା। ଆଜି କରିବା 2.2 ଅଭ୍ୟାସ କାର୍ଯ୍ୟ। କ'ଣ କହୁଛି ଆସ ଦେଖିବା। ଠିକ୍ ଅଛି। 1 ନମ୍ବର କହୁଛି ବିଭାଜ୍ୟତା ନିୟମକୁ ବ୍ୟବହାର କରି ତଳେ ଦିଆଯାଇଥିବା ସଂଖ୍ୟା ଗୁଡ଼ିକୁ 2 ଦ୍ୱାରା 3 ଦ୍ୱାରା 4 ଦ୍ୱାରା 5 ଦ୍ୱାରା 6 ଦ୍ୱାରା 8 ଦ୍ୱାରା 9 ଦ୍ୱାରା ଓ 11 ଦ୍ୱାରା ବିଭାଜ୍ୟ କି ନୁହେଁ ପରୀକ୍ଷା କର। ଯେଉଁ ସଂଖ୍ୟାମାନଙ୍କ ଦ୍ୱାରା ବିଭାଜ୍ୟ ସେ ସଂଖ୍ୟା ତଳେ ଥିବା ଘରେ ଠିକ୍ ଚିହ୍ନ ଦିଅ ବୋଲିକରି କୁହାଯାଇଛି। ଦେଖ ଆମେ ଦେଖିବା ଯେ 990ଟି 2 ଦ୍ୱାରା ବିଭାଜ୍ୟ କି ଆମେ କେମିତି ଜାଣିବା। ଏହା ଜାଣିବା ପାଇଁ ଆମକୁ ବିଭାଜ୍ୟତାର ନିୟମ ଗୁଡ଼ିକ ଜାଣିବାକୁ ପଡ଼ିବ। ତାହାକୁ ପ୍ରଥମେ ବୁଝିବା। ଦେଖ ଏଠି ଦିଆଯାଇଛି ବିଭାଜ୍ୟତା ନିୟମ ଗୁଡ଼ିକ। ତାହା ଭଲ ଭାବରେ ଆଗ ବୁଝିବା, ତାପରେ ନିଜେ ନିଜେ ମଧ୍ୟ ଆମେ କରିପାରିବା। ଦେଖ ଏଠି ଦେଖ ବିଭାଜ୍ୟତାର ନିୟମ। ପ୍ରଥମେ ଦେଖିବା 2 ଦ୍ୱାରା ବିଭାଜ୍ୟତା। ଗୋଟିଏ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ କି ନୁହେଁ ତାହା ଆମେ କେମିତି ଜାଣିପାରିବା। ଦେଖ ଏଠି ଲେଖା ଅଛି ଯେଉଁ ସଂଖ୍ୟାର ଏକକ ସ୍ଥାନରେ 0, 2, 4, 6 କିମ୍ବା 8 ଥାଏ ତାହା 2 ଦ୍ୱାରା ବିଭାଜ୍ୟ। ଯେତେ ବଡ଼ ସଂଖ୍ୟା ହେଉ, ମନେକର ମୁଁ ଲେଖୁଛି 8, 2, ଏହାର ଏକକ ସ୍ଥାନରେ 2 ଅଛି, ତା ମାନେ ଏ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ। ତମେ ବହୁତ ବଡ଼ ସଂଖ୍ୟା ଏମିତି ନେଇକି ବି କରିପାରିବ। ଯଦି କ'ଣ ଏକକ ସ୍ଥାନରେ 0 ଅଛି ତାହେଲେ ଆମେ କ'ଣ କହିବା, ଏ ସଂଖ୍ୟାଟି କ'ଣ 2 ଦ୍ୱାରା ବିଭାଜ୍ୟ ବୋଲି ଜାଣିପାରିବା। ତମେ ଯେତେ ବଡ଼ ସଂଖ୍ୟା ନେଇ ମଧ୍ୟ ତମେ ଜାଣିପାରିବ। ଏମିତି 0 ଥିଲେ ତମେ ଜାଣିପାରିବ ଯେ ଏହା 2 ଦ୍ୱାରା ବିଭାଜ୍ୟ ବୋଲିକି। ତମେ ଛୋଟରୁ ବଡ଼ ଯେଡ଼େ ବଡ଼ ସଂଖ୍ୟା ଥିଲେ ମଧ୍ୟ କ'ଣ ଜାଣିପାରିବା। ଏ ସଂଖ୍ୟାରେ 4 ଅଛି ତ ଆମେ ଜାଣିପାରିବା ଯେ ଏ ସଂଖ୍ୟାଟି କ'ଣ 2 ଦ୍ୱାରା ବିଭାଜ୍ୟ ଅଟେ। ଠିକ୍ ଅଛି। ତାପରେ ଦେଖିବା 3 ଦ୍ୱାରା ବିଭାଜ୍ୟତାର ନିୟମ ବା କେଉଁ ସଂଖ୍ୟା 3 ଦ୍ୱାରା ବିଭାଜ୍ୟ ଆମେ କେମିତି ଜାଣିବା। ଦେଖ ଏଠି ଲେଖା ହେଇଛି ଯେଉଁ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି 3 ଦ୍ୱାରା ବିଭାଜ୍ୟ ସେ ସଂଖ୍ୟାଟି ମଧ୍ୟ 3 ଦ୍ୱାରା ବିଭାଜ୍ୟ। ଯେମିତିକି ଏଠି ଦେଖ ଗୋଟେ ସଂଖ୍ୟା ଦେଇଛି 1, 5, 3, 4, 2। ଏ ଅଙ୍କମାନଙ୍କୁ ଆମେ ସମଷ୍ଟି ବାହାର କରିବାକୁ ପଡ଼ିବ। ସମଷ୍ଟି ବେଲେ ଯୋଗ କରିବାକୁ ପଡ଼ିବ। 2 ଯୋଗ 4 6, 6 ଯୋଗ 3 9, 9 5 14, 14 ଆରୁ 1 15। ଏହାର ସମଷ୍ଟି ହେଲା 15। 15ଟି 3 ଦ୍ୱାରା ବିଭାଜ୍ୟ କି ନୁହେଁ? ହଁ, 15 3 ଦ୍ୱାରା ବିଭାଜ୍ୟ। କାହିଁକି 3ର ପଣିକିଆରେ ଆସୁଛି 3 5 15, କିମ୍ବା ତମେ ଏମିତି ହରଣ କରି ମଧ୍ୟ କରିପାରିବ। ତ ଆମେ ଜାଣିଲେ ଯେ କ'ଣ 3ର ପଣିକିଆରେ ଆସୁଛି ବା 3 ଦ୍ୱାରା ବିଭାଜ୍ୟ ହେଉଛି ତାହାର ସମଷ୍ଟି। ତ ଏ ସଂଖ୍ୟାଟି ମଧ୍ୟ 3 ଦ୍ୱାରା ବିଭାଜ୍ୟ ହେବ। ସେମିତି ତମେ ଅଲଗା ସଂଖ୍ୟାକୁ ନେଇ ମଧ୍ୟ କରିପାରିବ। ଯେମିତିକି 2 1 3 0 4। ଏହାର ସମଷ୍ଟି କେତେ? 4 0 4 4 3 7 7 1 8 8 2 10। 10 3 ଦ୍ୱାରା ବିଭାଜ୍ୟ କି ନୁହେଁ, ସେଇଥିପାଇଁ ଏ ସଂଖ୍ୟା ମଧ୍ୟ 3 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତ ଏମିତି ଆମେ 3 ଦ୍ୱାରା ବିଭାଜ୍ୟ ସଂଖ୍ୟାଟି ଜାଣିପାରିବା। ତାପରେ ଦେଖ ଗ ନମ୍ବର କହୁଛି 4 ଦ୍ୱାରା ବିଭାଜ୍ୟ ନିୟମ। ଯେଉଁ ସଂଖ୍ୟାର ଦଶକ ଓ ଏକକ ସ୍ଥାନରେ ଥିବା ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ସେହି ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ। ଯେମିତି ଦେଖ 212, ଏହାର ଦଶକ ଜାଗାରେ ଅଛି 1 ଓ ଏକକ ଜାଗାରେ ଅଛି 2। ଏ ଦୁଇଟା କ'ଣ ଅଛି? 12 ଅଛି। 12 4 ଦ୍ୱାରା ବିଭାଜ୍ୟ କି? ହଁ, କାହିଁକି 4 3 12 ବା ଆମେ 4 ପଣିକିଆରେ ପାଇପାରୁଛେ। ସେଇଥିପାଇଁ ଏ ସଂଖ୍ୟା ମଧ୍ୟ 212 ମଧ୍ୟ କ'ଣ 4 ଦ୍ୱାରା ବିଭାଜ୍ୟ ଅଟେ। ତମେ ଏମିତି ଯାହା ବି କରିପାର। ମାନେ ମୋ ସଂଖ୍ୟାଟା ଲେଖିଛି 4840। ତାହାର ଏକକ ଓ ଦଶକ ସ୍ଥାନରେ କେତେ ଅଛି? 40 ଅଛି। ତାମାନେ 40 4 ଦ୍ୱାରା ବିଭାଜ୍ୟ କି? ହଁ, 4 ଦଶା 40। ସେଇଥିପାଇଁ 4840 ମଧ୍ୟ କ'ଣ ହେବ? 4 ଦ୍ୱାରା ବିଭାଜ୍ୟ ହେବ। ତାପରେ ଦେଖିବା 5 ଦ୍ୱାରା ବିଭାଜ୍ୟତାର ନିୟମ କ'ଣ ରହିଅଛି। ଦେଖ
ଯେଉଁ ସଂଖ୍ୟାର ଏକକ ଘରେ ଅଙ୍କ 0 କିମ୍ବା 5 ସେହି ସଂଖ୍ୟା 5 ଦ୍ୱାରା ବିଭାଜ୍ୟ ଅଟେ। ଏହା ବହୁତ ସହଜ ଅଟେ। ଯାହାର ଏକକ ଘର କ'ଣ ହେବ 0 କିମ୍ବା 5 ରହିଥିବ। ଯେମିତିକି ଦେଖ ଯେଡ଼େ ବଡ଼ ସଂଖ୍ୟା ମଧ୍ୟ 5040 ଏକକ ଘରେ କ'ଣ ଅଛି 0 ଅଛି। ଏହା 5 ଦ୍ୱାରା ବିଭାଜ୍ୟ ଅଟେ। 8 0 2 4 5 ଏହାର ଏକକ ଘରେ କ'ଣ ଅଛି 5 ଅଛି। ସେଥିପାଇଁ ଏହା କ'ଣ ହେବ 5 ଦ୍ୱାରା ବିଭାଜ୍ୟ ହେବ। 8 2 3 4 0 4 ଏହା ଏକକ ଘରେ କ'ଣ ଅଛି 4 ଅଛି। ସେଥିପାଇଁ ଏହା କ'ଣ ହେବ 5 ଦ୍ୱାରା ବିଭାଜ୍ୟ ହେବ ନାହିଁ। ଏମିତି ଆମେ ସହଜରେ ଜାଣିପାରିବା। ଠିକ୍ ଅଛି, ଏହାକୁ ତୁମେ ମନେ ରଖିବାକୁ ପଡ଼ିବ। ଦେଖ ଏ ନିୟମ ଗୁଡ଼ିକ ତୁମେ ମନେ ରଖିଲେ ହିଁ ଏ ଅଭ୍ୟାସ କାର୍ଯ୍ୟଟି କରିପାରିବ। ସେଥିପାଇଁ ମନେ ରଖିବାକୁ ପଡ଼ିବ। ତାପରେ ଦେଖ 6 ଦ୍ୱାରା ବିଭାଜ୍ୟତାର ନିୟମ କ'ଣ? ଦେଖ ଲେଖା ହେଇଛି ଯେଉଁ ସଂଖ୍ୟାଟି ଉଭୟ 2 ଓ 3 ଦ୍ୱାରା ବିଭାଜ୍ୟ ସେହି ସଂଖ୍ୟାଟି 6 ଦ୍ୱାରା ବିଭାଜ୍ୟ। ଏବେ ଆମେ ପଢ଼ିକି ଆସିଲେ 2 ଦ୍ୱାରା ବିଭାଜ୍ୟତାର ନିୟମ କ'ଣ ଓ 3 ଦ୍ୱାରା ବିଭାଜ୍ୟତାର ନିୟମ କ'ଣ। ସେ ଦୁଇଟି ସଂଖ୍ୟା ଦ୍ୱାରା ଯେଉଁଟି ବିଭାଜ୍ୟ ହେଉଥିବ ତା ମାନେ ସେ ସଂଖ୍ୟାଟି କ'ଣ 6 ଦ୍ୱାରା ମଧ୍ୟ ବିଭାଜ୍ୟତା ହେବ। 2 ଦ୍ୱାରା ବିଭାଜ୍ୟତାର ନିୟମ କ'ଣ ପଢ଼ିଲେ 0 2 4 6 8 ଏସବୁ ଅଙ୍କ ଯଦି ଏକକ ଘରେ ଥିବ ତାହେଲେ ସେ ସଂଖ୍ୟାଟି କ'ଣ ହେବ 2 ଦ୍ୱାରା ବିଭାଜ୍ୟ ହେବ। ଓ 3 ଦ୍ୱାରା ବିଭାଜ୍ୟ କେମିତି ପଢ଼ିଲେ ଆମେ ତାହାର ଅଙ୍କମାନଙ୍କର ସମଷ୍ଟି ଯେତେଟି ଅଙ୍କ ମଧ୍ୟ ଥିବ ତାହାର ଅଙ୍କମାନଙ୍କର ସମଷ୍ଟି କ'ଣ ହେବ 3 ଦ୍ୱାରା ବିଭାଜ୍ୟ ହେଲେ ସେ ସଂଖ୍ୟାଟି କ'ଣ ହେବ 3 ଦ୍ୱାରା ବିଭାଜ୍ୟ ହେବ। ତାମାନେ ଗୋଟେ ଉଦାହରଣ ନେଇ ଆମେ କହିବା ଯେ ସେ ସଂଖ୍ୟାଟି କ'ଣ 6 ଦ୍ୱାରା ବିଭାଜ୍ୟ କି ନାହିଁ। ଦେଖ ଲେଖୁଛି 3 2 4 ଏଇଟା 6 ଦ୍ୱାରା ବିଭାଜ୍ୟ କି ନୁହେଁ ଆମେ କେମିତି ଜାଣିବା। ଏହାକୁ ପ୍ରଥମେ ଚେକ୍ କରିବା ଯେ ଏହା 2 ଦ୍ୱାରା ବିଭାଜ୍ୟ କି ନୁହେଁ। ଏହାର ଏକକ ଘରେ କ'ଣ ଅଛି ଦେଖ ଏହାର ଏକକ ଘରେ ଅଛି 4। ସେଇଥିପାଇଁ କ'ଣ ଏହା 2 ଦ୍ୱାରା ବିଭାଜ୍ୟ ହେବ। ଆଉ ଏହାର ଅଙ୍କମାନଙ୍କର ସମଷ୍ଟି କେତେ 3 ଯୋଗ 2 5 5 ଆଉ 4 9 9ଟି 3 ଦ୍ୱାରା ବିଭାଜ୍ୟ କି ହଁ 3 3 9 ସେଥିପାଇଁ ଏହା କ'ଣ 3 ଦ୍ୱାରା ବି ବିଭାଜ୍ୟ ହେବ। ଆଉ ଯେଉଁ ସଂଖ୍ୟାଟି 2 ଦ୍ୱାରା ମଧ୍ୟ ବିଭାଜ୍ୟ ଓ 3 ଦ୍ୱାରା ମଧ୍ୟ ବିଭାଜ୍ୟ ସେ କ'ଣ ହେଇଥାଏ 6 ଦ୍ୱାରା ବିଭାଜ୍ୟ ହେଇଥାଏ ଯାହା ଆମେ ନିୟମରେ ପଢ଼ୁଛେ। ତ ଏ ସଂଖ୍ୟାଟି କ'ଣ 6 ଦ୍ୱାରା ବିଭାଜ୍ୟ ହେବ 3 2 4। ତାପରେ ଦେଖ 8 ଦ୍ୱାରା ବିଭାଜ୍ୟର ନିୟମ କ'ଣ ଅଛି। ଦେଖ ଲେଖା ଅଛି ଯେଉଁ 4 ଅଙ୍କ ବା ତାଠାରୁ ଅଧିକ ଅଙ୍କ ବିଶିଷ୍ଟ ସଂଖ୍ୟା ଶତକ ଦଶକ ଓ ଏକକ ଦ୍ୱାରା ଗଠିତ ସଂଖ୍ୟା 8 ଦ୍ୱାରା ବିଭାଜ୍ୟ ହୁଏ ସେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ଅଟେ। ଆମେ ଗୋଟେ ଉଦାହରଣ ନେଇ କରିବା। ଏଠି ଲେଖିବା ମନେକର ଦେଖ ଲେଖା ହେଇଛି 5 1 2 8 ଏହାର ଏକକ ଦଶକ ଶତକରେ କ'ଣ ଅଛି 1 2 8 ଅଛି। 1 2 8 ଯଦି କ'ଣ ହେବ 8 ଦ୍ୱାରା ବିଭାଜ୍ୟ ହେବ ତାହେଲେ ସମ୍ପୂର୍ଣ୍ଣ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ତ 1 2 8କୁ 8 ଦ୍ୱାରା ଆମେ ହରଣ କରିବା। 8 1 8 ରହିଲା 4 ଆସିଲା 8 8 ଶୋକୁ 48 ହରଣ ଜାଣିଛ ନା ତମେ ମାନେ 48ରୁ 48 ଗଲେ 0 କ'ଣ ହେଲା ତାହାର ଭାଗଶେଷ 0 ରହିଲା। ତା ମାନେ ଏ ସଂଖ୍ୟାଟି କ'ଣ ହେବ 8 ଦ୍ୱାରା ବିଭାଜ୍ୟ ହେବ। ତାର ଏକକ ଦଶକ ଓ ଶତକ ଥିବାର ଅଙ୍କକୁ ନେଇକି କ'ଣ କରିବା ଆମେ 8 ଦ୍ୱାରା ହରଣ କରିବା। ଯଦି ସେ 0 ଭାଗଶେଷ ବାହାରିବ ତାହେଲେ ସେ ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ହେବ। ଠିକ୍ ଅଛି, ଏବେ ଦେଖିବା 9 ଦ୍ୱାରା ବିଭାଜ୍ୟତାର କ'ଣ ନିୟମ ରହିଛି। 9 ଦ୍ୱାରା ବିଭାଜ୍ୟତାର ନିୟମ ହେଲା ତାହାର ଅଙ୍କମାନଙ୍କର ସମଷ୍ଟି ଯଦି 9 ଦ୍ୱାରା ବିଭାଜ୍ୟ ହେବ ତାହେଲେ ସେ ସଂଖ୍ୟା ମଧ୍ୟ 9 ଦ୍ୱାରା ବିଭାଜ୍ୟ ହେଇଥାଏ। ଯେମିତିକି 2 7 0 2 7 ଏ ଅଙ୍କମାନଙ୍କର ସମଷ୍ଟି କେତେ 7 2 9 9 7 16 16 ଆଉ 2
18 यार समष्टि है 18 18 जदि 9 द्वारा विभाज्य हाँ 9 दुना 18 से ये संख्या मध्य कौन हो 9 द्वारा विभाज्य है तापर देखो कौन देछि 11 द्वारा विभाज्यता नियम 11 द्वारा विभाज्यता नियम मध्य अति सरल अटे खाली टिके बुझिबा देखो जो संख्यार डाहाणरू अजुग्म स्थानीय अंक मानकर समष्टि और जुग्म स्थान रे थिबा अंक मानकर समष्टिर पार्थक्य 0 किंबा 11 हुए सेही संख्याटी 11 द्वारा विभाज्य देखो एठी टिके बुझिबार अछि देखो मनकर अछि केते अंक विशिष्ट संख्या 4 अंक विशिष्ट संख्या गोटे 13 अछि 4 2 0 5 कौन अछि अजुग्म संख्या अजुग्म स्थानीय बोलछि देखो 4 सहित 0 को जोग करिबा और 2 सहित 5 को जोग करिबा 4 सहित 0 कौन हबो 4 और 5 सहित 2 को जोग कले कौन हबो 7 यह मध्य पार्थक्य देखिबा 4 और 7 मध्य पार्थक्य केते 3 ता माने एटा 11 द्वारा विभाज्य हेबो नहीं ए जदि पार्थक्य जदि 11 किंबा 0 रहिबो ता हेले ही कौन से संख्याटी कौन करिबा 11 द्वारा विभाज्य बोली हमें जानि परिबा देखो आ गोटे नै कर करूची 4 2 0 2 एटा को नै कि हमें परीक्षा करिबा देखो 4 सहित 0 को जोग कली 4 जोग 0 4 तापर 2 जोग 2 यहा को यहा सहित जोग कली 2 जोग 2 4 एवं 4 रे 4 गले केते 0 यहा मध्य रे कोन पार्थक्य 0 रहला सेति पई ए संख्याटी कोन हबो 11 द्वारा विभाज्य हेबो एमिति हम जानि परिबा 11 द्वारा को संख्याटी विभाज्य अटे एबे अभ्यास कार्यटी करिबा मु किछि कर देबी तमे सब नियम माने जानिछ बाकी सब तमे निजे निजे करि परिबो ठीक अछि देखो गोटे कहि दोछि प्रथम रो 990 या 2 द्वारा विभाज्य कि हम केमति जानिबा देखो 2 द्वारा विभाज्य हम पढिथिले ताहार एकक घरे 0 2 4 6 8 थिले ता माने सेटा कोन हो 2 द्वारा विभाज्य हो एहर एकक घरे कोन अछि 0 अछि सेति पई एहा कोन हो 2 द्वारा विभाज्य हेबो एहा को टिक मारिबा आमे ठीक अछि तापर 3 ताहार संख्या मानकर समष्टि कोन हबो 3 द्वारा विभाज्य हेले से संख्याटी 3 द्वारा विभाज्य हेथाय 0 9 9 9 18 18 3 द्वारा विभाज्य कि नै 8 सेति पई ए संख्या मध्य 3 द्वारा विभाज्य हेबो तापर कोन पढिथिले 4 रवि संख्यार विभाज्य देखो शेष दुईटी कोन 4 द्वारा विभाज्य हेथिबार अछि सेति पई कोन देखिबा 9 आउ 0 अछि एकक को दशक अंक रे 9 आउ 0 अछि सेति पई देखिबा जे 9 0 टी 4 द्वारा विभाज्य अटे कि नहले तमे एमिति 9 आउ 0 को हरण करि कि 4 द्वारा मध्य करि परिबो 1 बंचिला 1 0 नाही एहा 4 द्वारा विभाज्य हेबो नाही तापर 5 5 रा हम कोन पढिथिले एकक घरे 0 किंबा 5 थिले से संख्याटी 5 द्वारा विभाज्य हेबा बोली हमें पढिथिले ता माने एकक घरे कोन अछि 990 रे एकक घरे 0 अछि सेति पई ए संख्याटी कोन हबो 5 द्वारा विभाज्य हेबो तापर 6 द्वारा विभाज्य रो कोन पढिथिले ताहार 2 और 3 द्वारा विभाज्य यदि होथिबो ताहेले हमें से संख्याटी 6 द्वारा विभाज्य बोली कहि परिबा बोलथिले देखो 2 करिसे हमें 2 द्वारा विभाज्य होउचे और 3 द्वारा मध्य विभाज्य होउचे सेति पई एहा 6 द्वारा विभाज्य मध्य हेबो तापर 8 कोन पढिथिले शेष 3 अंक रो समष्टि किमा शेष 3 अंक एकक दशक शतक को कोन हरण कले 8 द्वारा यदि विभाज्य होथिबो ताले से संख्या मध्य 8 द्वारा विभाज्य हेबो 890 एका 3 टी अंक अछि एहा को जदि हम हरण करिबा 3 रे एहा को जदि हरण करिबा हम 8 रे ताले जदि हरण भाग शेष 0 आसीबो ताले संख्याटी कोन हबो 8 द्वारा विभाज्य हेबो 9 9 0 को जदि हम 8 रे करिबा 8 1 8 1 9 8 2 16 3 0 8 3 24 6 नाही ए 8 द्वारा विभाज्य हेबो नाही काहे कि हमरो भाग शेष रे 6 आसुची तापरे 9 द्वारा विभाज्य हमें समष्टि को नहीं करि परिबा ताहार समष्टि करिबा
ଯେମିତିକି 9 9 0ର ସମଷ୍ଟି କେତେ ହେବ 18 18ଟି 9 ଦ୍ୱାରା ବିଭାଜ୍ୟ, ସେଥିପାଇଁ ଏ ସଂଖ୍ୟାଟି ମଧ୍ୟ 9 ଦ୍ୱାରା ବିଭାଜ୍ୟ ହେବ। ତାପରେ 11 ଦ୍ୱାରା ବିଭାଜ୍ୟ କି ନାହିଁ କେମିତି ଜାଣିବା ଆମେ? ଅଯୁଗ୍ମ ଅଙ୍କର ସ୍ଥାନୀୟକୁ ଯୋଗ କରି ତାର ପାର୍ଥକ୍ୟ ଦେଖିବା। ଦେଖ 9 ଆଉ 0କୁ ଯୋଗ କରିବା କ'ଣ ଆସିବ? 9 ଆସିବ। ଆଉ ମଝିରେ ଆସିଲା 9 9 ବିୟୋଗ 9 କ'ଣ ହେବ? 0 ହେବ। ତାର ମାନେ 0 କିମ୍ବା 11 ଆସିଲେ ଏହା ମଧ୍ୟ କ'ଣ ହେଇଥାଏ? 11 ଦ୍ୱାରା ବିଭାଜ୍ୟ ହୋଇଥାଏ ବୋଲି ଆମେ ଜାଣିଛି। ଠିକ୍ ଅଛି, ଏମିତି ତମେ ସବୁ ନିଜେ ନିଜେ ମଧ୍ୟ କରିପାରିବ। ତମେ ସବୁ ପ୍ରଥମେ ନିୟମ ମନେ ରଖିବାକୁ ପଡ଼ିବ। ପ୍ରଥମେ ଏସବୁ ଯାହା ସବୁ ନିୟମ ଅଛି ତାହା ଭଲ ଭାବରେ ପଢ଼ିବ, ବୁଝିବ, ତାପରେ ଏହା କରିପାରିବ। ଯଦି ନିୟମ ମନେ ରଖିବ ନାହିଁ ଏସବୁ କରିପାରିବ ନାହିଁ। ତମେ ଯଦି ନିୟମ ମନେ ରଖିବ ତାହେଲେ ଏହା ତମେ କରିବା ବହୁତ କ'ଣ ସହଜ ହେଇଯିବ। ତମେ ଏସବୁକୁ ନିୟମ ମନେ ରଖି ସାରିଲା ପରେ ଆରାମରେ ଭଲ ଭାବରେ ନିଜେ ନିଜେ କରିପାରିବ। ଠିକ୍ ଅଛି, ଏତିକି ଥିଲା ଆମର କେତେ 2.2 ଅଭ୍ୟାସ କାର୍ଯ୍ୟ। ଦେଖା ହବ ଆଉ ଗୋଟେ ଅଭ୍ୟାସ କାର୍ଯ୍ୟ ସହିତ। ଆମର ଯଦି ଭିଡ଼ିଓ ଭଲ ଲାଗୁଥିବ ତାହେଲେ ଗୋଟିଏ ଲାଇକ୍ କରିବ, ସେୟାର କରିବ ଆଉ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବ, ଯାହାଫଳରେ ଅନ୍ୟ ଭିଡ଼ିଓ ଗୁଡ଼ାକ ସହଜରେ ଦେଖିପାରିବ।